जन अभियोग शुणानी रे 54टी अभियोग अश्वास राज्य में नवरंगपुर प्रथम नवरंगपुर जिले में अनुष्ठित होईछि जुग्म जन अभियोग शुणानी शिविर जिलापाल डॉक्टर महेश्वर स्वाई एवं आरक्षी अधीक्षक काश्यप पार्थ जगदीश जुग्म अध्यक्षतार आयोजित ଏହି ଶିବିରରେ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ଶୁଣାଯାଇଥିଲା। ଏଥିସହ ଅଶ୍ୱାସ ପୋର୍ଟାଲ ମାଧ୍ୟମରେ ଅନଲାଇନ୍ ଫାଇଲ ପରିଚାଳନାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଭାଗ ଅଧିକାରୀଙ୍କୁ ସମ୍ମାନିତ କରାଯାଇଛି। ଅଭିଯୋଗ ଶୁଣାଣି ଶିବିରରେ ମୋଟ 54ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ 37ଟି ବ୍ୟକ୍ତିଗତ ଓ 17ଟି ସାମୂହିକ ଅଭିଯୋଗ ରହିଥିଲା। ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଅଶ୍ୱାସ ପୋର୍ଟାଲ ମାଧ୍ୟମରେ ସରକାରୀ ଫାଇଲ ଅନଲାଇନ ପରିଚାଳନା ଦ୍ୱାରା ସେବା ପ୍ରଦାନ ଅଧିକ ସ୍ୱଚ୍ଛ ଓ ତ୍ୱରିତ ହୋଇପାରୁଛି। ଗତ ଜୁଲାଇ ମାସରେ ଓଆସାସରେ ସର୍ବାଧିକ ଅନଲାଇନ ଫାଇଲ ପରିଚାଳନା କରି ନବରଙ୍ଗପୁର ଜିଲ୍ଲା ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। କେବଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ 6,906ଟି ଫାଇଲ ଅନଲାଇନରେ ପରିଚାଳନା କରାଯାଇଛି। ନବରଙ୍ଗପୁର ବ୍ଲକ 413, ନନ୍ଦାହାଣ୍ଡି ତହସିଲ 434 ଏବଂ ନବରଙ୍ଗପୁର ପୌରପାଳିକା 1012ଟି ଫାଇଲର ସଫଳ ଅନଲାଇନ ପରିଚାଳନା କରିଥିବାରୁ ସମ୍ପୃକ୍ତ ଅଧିକାରୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ଆମର ଆଜି ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଆଜି ନବରଙ୍ଗପୁର ଜିଲ୍ଲାର ହେଡକ୍ୱାର୍ଟରରେ ଆଜି ଅନୁଷ୍ଠିତ ହୋଇଛି। ଆଜି ଆମେ ଟୋଟାଲ ଉପରେ 54ଟି ଗ୍ରିଭାନ୍ସ ପିଟିସନ ପାଇଥିଲୁ। ତା ଭିତରୁ 37 ହେଉଛି ଇଣ୍ଡିଭିଜୁଆଲ ବ୍ୟକ୍ତିଗତ ଯେଉଁ ଗ୍ରିଭାନ୍ସ ପିଟିସନ ଆସିଥିଲା। ତାପରେ ଗୋଷ୍ଠୀ ଭିତ୍ତିକ 17ଟି ପାଇଥିଲୁ। ଏପରି ଭାବରେ ଆଉ ଗୋଟିଏ ଗ୍ରିଭାନ୍ସକୁ ଆମେ ସ୍ପଟରେ ଡିସ୍ପୋଜ କରିଥିଲୁ। ଏପରି ଭାବରେ ଟୋଟାଲ 54ଟି ଗ୍ରିଭାନ୍ସ ପିଟିସନ ପାଇଥିଲୁ। ନା ଏ ଗୋଟେ ଖୁସିର ଖବର ଯେ ଆପଣ ଜାଣିଥିବେ ବର୍ତ୍ତମାନ ଯେଉଁ ପେପରଲେସ୍ ଫାଇଲ ପ୍ରୋସେସିଂ ଏବେ ରାଜ୍ୟରେ ଆରମ୍ଭ ହୋଇଛି। ଏଇଟା ମଧ୍ୟ ଆମର ସେକ୍ରେଟାରିଏଟରେ ପ୍ରଥମେ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ଜିଲ୍ଲାରେ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିଛି ଦିନ ତଳେ ନବରଙ୍ଗପୁର ଜିଲ୍ଲାରେ ଆମେ ବହୁତ ତଳେ ଥିଲୁ, ଫାଇଲ ପ୍ରୋସେସିଂ ଆରମ୍ଭ କରାଯାଇନଥିଲା। କିନ୍ତୁ ଖୁସିର ଖବର ଯେ ଏଇ ଜୁଲାଇ ମାସ ଶେଷ ସୁଦ୍ଧା ଆମେ ସାରା ରାଜ୍ୟରେ ସବୁଠାରୁ ଅଧିକ ଫାଇଲ ପ୍ରୋସେସ କରୁଛୁ, ଯେଉଁଟାକି 6,906ଟି ଫାଇଲ ପ୍ରୋସେସ କରିକି ପ୍ରଥମ ସ୍ଥାନ ଅଧିକାର କରିଛୁ। ତ ଏଥିପାଇଁ ବିଭିନ୍ନ ଆମର ଯେଉଁ କଲେକ୍ଟରେଟ୍ ବିଭିନ୍ନ ସେକ୍ସନ ଥିଲେ ତାଙ୍କୁ ମଧ୍ୟ ଆମେ ପୁରସ୍କୃତ କରିଛୁ। ଆଜି ମଧ୍ୟ ବିଭିନ୍ନ ଡିପାର୍ଟମେଣ୍ଟ ଯୋଉଟା ଅଛନ୍ତି ଆମର ଯେମିତିକି CDMO, CDAO, ଡିଷ୍ଟ୍ରିକ୍ଟ ଏଜୁକେସନ ଅଫିସର, ଏମାନେ ମଧ୍ୟ ଜିଲ୍ଲାରେ ଭଲ ପ୍ରଦର୍ଶନ କରିଛନ୍ତି। ତାଙ୍କୁ ମଧ୍ୟ ଆମେ ଆଜି ପୁରସ୍କୃତ କରିଛୁ। ତେଣୁ ଏଇ ଯେଉଁ ପେପରଲେସ୍ ଫାଇଲ ପ୍ରୋସେସିଂ ଆପଣ ଯେଉଁଟା ଓଶ୍ୱାସ ନେଟୱାର୍କରେ ଯେଉଁ ଫାଇଲ ପ୍ରୋସେସିଂ ହେଉଛି, ତେଣୁ ଏଇଟାକୁ ଆମେ ସବୁ ଡିପାର୍ଟମେଣ୍ଟରେ ଇମ୍ପ୍ଲିମେଣ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଛୁ ଏବଂ ମଧ୍ୟ ସବୁ ଡିପାର୍ଟମେଣ୍ଟ କରିବା ଆରମ୍ଭ କଲେଣି। ତେଣୁ ଆଉ ଆଗାମୀ କିଛି ଦିନ ଭିତରେ ପ୍ରାୟ ଜିଲ୍ଲାରେ ଅଧିକାଂଶ ଅଫିସରେ ପେପରଲେସ୍ ଫାଇଲ ପ୍ରୋସେସିଂ ଆରମ୍ଭ ହେବ।